କିଏ କୁହନ୍ତି ତୋ ବାପା ତୋତେ ନଈରୁ ପାଇଥିଲେ, ଆଉ କିଏ କୁହନ୍ତି ବାପା କୋଉଠୁ ତୋତେ ନେଇଯାଇଛନ୍ତି ଲୁଚେଇକି। ସେ ତୋର ନିଜ ବାପା ନୁହେଁ। କଥାଟା କେବେ ଦେହରେ ଯାଏନି। ମାନସ ପ୍ରତିବାଦ କରେ, ତଥାପି ସହିପାରେନି ସାଙ୍ଗସାଥିମାନଙ୍କର ଗାଳି ଗୁଲଜ। ପଦେ ପଦେ କଥାରେ ବାପା ବୋଉ ଆଡ଼କୁ କଥା ପଳେଇ ଆସେ। ଭାରି ଖରାପ ଲାଗେ। ଅନେକ ଥର ଆସି ବାପାଙ୍କୁ ବି ପଚାରିଛି, ବାପା ସତ କହିଲ, ମୁଁ କ'ଣ ତମ ପୁଅ ନୁହେଁ? ବାପା ହସି ଦେଇ କୁହନ୍ତି, କିରେ ପାଗଳା, ଏମିତି କ'ଣ କହୁଛୁ? ହେଲେ ଲୋକମାନେ ଯେଉଁ କହୁଛନ୍ତି, ଛାଡ଼ ମୋ ସେମାନଙ୍କ କଥା ସେ କହିବେ। ତୁ କାହିଁ ଶୁଣୁଛୁ ସେସବୁ? ତୁ ପୁରା ମୋରି ପୁଅ, ତୁ ମୋରି ଧନ। ମା ଛାଡ଼ି ଯିବାର 5 ବର୍ଷ ହେଇଗଲାଣି। ବାପାଙ୍କ ପାଖରେ ବଢ଼ି ଆସୁଛି ମାନସ। ଯେବେ ଯାହା ବି ଅଝଟ କରିଛି ବାପା ଆଣି ଦିଅନ୍ତି। ଗରିବ ବାପା ତାର, କେତେ ବା ଦେବେ? ବାପାଙ୍କର ବି ବୟସ ହେଇଗଲାଣି। କିନ୍ତୁ ସାଙ୍ଗସାଥିମାନଙ୍କର ନୂଆ ନୂଆ ଗାଡ଼ି, ନୂଆ ନୂଆ ଫୋନ୍, କେତେ କ'ଣ ନୂଆ ନୂଆ ଜିନିଷ ଦେଖି ସମ୍ଭାଳି ପାରେ ନିଜକୁ। ବାପାଙ୍କ ପାଖରେ ଜିଦି କରି ବସେ। ବାପା ଯୋଉଠୁ ଯାହା ହଉ ଆଣି ଦିଅନ୍ତି। କିନ୍ତୁ ଏଥର ଜିଦି କରି ବସିଲା, ଗାଡ଼ିଟିଏ ମୋର ନିହାତି ଦରକାର। କେତେ ଆଉ ସାଙ୍ଗମାନଙ୍କ ପଛରେ ବସିକି ଯିବି? ବାପା କିନ୍ତୁ ବୁଝେଇ କୁହନ୍ତି, ବୁଝିଲୁ, ଗାଡ଼ିଟିଏ ଦେବି ଯେ ଟିକେ ସମୟ ଲାଗିବ, ପାଖରେ ଏବେ ପଇସା ନାହିଁ। ଏପଟେ ସାଙ୍ଗସାଥିମାନେ କହି ବସିଲେ, ବୁଝିଲୁ, ଆମେ ଠିକ୍ କହୁଥିଲୁ। ଯଦି ସିଏ ତୋର ନିଜ ବାପ ହୋଇଥାନ୍ତେ, ତୋତେ କ'ଣ ଗାଡ଼ିଟି ଦେଇନଥାନ୍ତେ? ତୋତେ ଏମିତି କେତେ କ'ଣ କଥା କହି ଭୁଲେଇ ଦେବେ, ବୁଝୁଛୁ ତ? କଥାଟା ଏଥର ମୁଣ୍ଡକୁ ଢୁକିଲା। ସତ କଥା, ସାଙ୍ଗମାନେ ଯାହା କହୁଛନ୍ତି ଠିକ୍। ଆଙ୍କ ପାଖରେ ରହିବା କଥା ନୁହଁ। ଯାଉଛି, ଘର ଛାଡ଼ି ଚାଲିଯିବି, ବାହାରକୁ ପଳେଇବି, କାମ କରିବି, ପଇସା ରୋଜଗାର କରିବି, ନୂଆ ଗାଡ଼ି କିଣିବି, ଆଉ କେବେ ହେଲେ ଆଙ୍କ କତିକି ଆସିବିନି। ଇଏ ତ ମୋ ବାପା ନୁହଁ ନା। ଏମିତି କେତେ କ'ଣ କଥା ସେଦିନ ମନକୁ ଆସିଲା। ରାତି ଅଧରେ ବାପା ଶୋଇଥାନ୍ତି ମେଡ଼ିସିନ ଖାଇକି। ହଁ, ମଝିରେ ମଝିରେ ବାପା କୁହନ୍ତି ତାଙ୍କର କୁଆଡ଼େ ଦେହ ଖରାପ। ଏସବୁ ବୋଧେ ମନ ଗୋଡ଼ାଣିଆ କଥା, କାହାରିକୁ କିଛି ବି ଖାତିର ନ କରି। ବାପାର ସ୍ନେହକୁ ଭୁଲି ରାତି ଅଧରେ ବାହାରିଲା ମାନସ। ଘର ଛାଡ଼ି ଦେଇ ଚାଲିଯିବି। ହଁ, ଗଲାବେଳେ ବାପାଙ୍କ ପକେଟରୁ ସେଇ ଚିରା ପୋଷ୍ଟକୁ ହାତରେ ଧରି ଚାଲିଗଲା। ତଥାପି ଟିକେ ଲୋଭ ଥାଏ, ପଇସା ଟିକେ ଦରକାର ନା। ରାତି ପାଇ ସକାଳ ହେଲା। ବୁଢ଼ା ଚାରିଆଡ଼େ ଖୋଜିଲା। ମାନସ ଡାକି ଗଳା ବସିଗଲା, କୋଉଠି ବି ପାଇଲାନି। ଭାରି ଝୁରିଗଲା ବୁଢ଼ା। ଭୋକ ଶୋଷ ବି ହଜିଗଲା। ଏପଟେ ମାନସକୁ ଦେଖ, ଦିନେ ଗଲା, 2 ଦିନ ଗଲା, 3 ଦିନ ବେଳକୁ ଟଙ୍କା ଦରକାର ପଡ଼ିଲା। ଯୋଉଠୁ ଯାହା ମାଗି ଯାଚି ଆଣିଥିଲା। ସାଙ୍ଗମାନେ କେତେ ବା ଦେବେ? ହେଇ ହେଇ 100 200। ପଇସା ତକ ଯେତେବେଳେ ସରିଯାଇଛି, ନିଜ ପକେଟରେ ହାତ ମାରିଲା ବେଳକୁ ବାପାଙ୍କର ସେଇ ଚିରା ପୋଷ୍ଟଟା ଭାରି ଭାରି ଲାଗୁଥାଏ। ମନ ହେଲା ଖୋଲିକି ଦେଖିବା, ଆ ଭିତରେ କ'ଣ ଏତେ ଟଙ୍କା ଅଛି କି? ପର୍ସ ଭିତରୁ ବାହାରିଲା ଗୋଟେ ପୁରୁଣା କାଗଜ ଖଣ୍ଡ, ଯୋଉଥିରେ କି କିଏ ବୋଧେ ଚିଠିଟିଏ ଲେଖିଛି। ଚିଠି ଲେଖିଛି କିଏ କାହାକୁ? ସତ କଥା ହେଉଛି, ଠିକଣାରେ ଲେଖା ହେଇଥିଲା ମାନସର ସେ ବାପାଙ୍କର ଠିକଣା। ଆଉ ଯାହା ପାଖକୁ ପଠାଇବାର ଥିଲା, ସେଥିରେ ସେ ମାନସର ନାଁ ହିଁ ଲେଖା ଥିଲା। ଆଉ ଚିଠିଟା କାହା ମାଧ୍ୟମରେ ଯିବ? ତାହା ପୁଣି ମହାପ୍ରଭୁ କାଳିଆ ସାନ୍ତଙ୍କ ମାଧ୍ୟମରେ। ଚିଠିଟିରେ ଲେଖା ଥିଲା, ସାନ୍ତେ, ଜୀବନକାଳ ଭିତରେ ତୁମକୁ 2ଟା ଜିନିଷ ମାଗିଛି, ଆଉ ପାଇଛି ମଧ୍ୟ। ଗୋଟିଏ ହେଲା ମୋ ପୁଅ ମାନସ, ଆଉ ଗୋଟିଏ ମାଗିବାକୁ ଯାଉଛି ଆଜି। ସାନ୍ତେ, ଏ ଚିଠିରେ ଯାହା ସବୁ ଲେଖା ଅଛି, ସବୁତକ ଯେମିତି ସାଇତି ରଖିବେ ସାନ୍ତେ। ମୁଁ ଯେବେ ଚାଲିଯିବି, ମୋ ମାନସକୁ ଆକୁ ଦେଖେଇ ଦେବେ। ସିଏ ତାର ସବୁ ପ୍ରଶ୍ନର ଉତ୍ତର ପାଇଯିବ। ହଁ, ଚିଠିରେ ଏମିତି କିଛି ଲେଖା ଥିଲା କି ବାହାଘର ହେବାର 4-5 ବର୍ଷ ବିତିଗଲା, ସନ୍ତାନଟିଏ ହେଲା ନାହିଁ। 12 ଲୋକ 12 କଥା କହିଲେ। ତୋ ବୋଉ ମୁଣ୍ଡ ଟିକେ ବାଟ ଚାରି ପାରିଲାନି। ଲୋକମାନେ ଭାରି ଖୁଣ୍ଟା ଦେଲେ, ସମ୍ଭାଳି ପାରିଲା ନିଜକୁ। 2-4 ଥର ଜୀବନ ହାରିବାକୁ ବି ବସିଛି। ବହୁତ ବୁଝେଇଲି ତାକୁ। ଶେଷରେ ମହାପ୍ରଭୁ କାଳିଆ ସାନ୍ତଙ୍କୁ ପୁଅ ରୂପେ ଭାବି ନେଲି। ଭାବିଥିଲି, ସାନ୍ତେ, ତମେ ପରା ଅଛ, ଆଉ ମୋର କ'ଣ ହବ ଯେ? ମନ ବୁଝିଲାନି ସେଦିନ। ବୋଉ ତୋର କହିଲା, ଚାଲ ମହାପ୍ରଭୁଙ୍କୁ ଟିକେ ଦେଖି ଆସିବା। ଶ୍ରୀକ୍ଷେତ୍ର ଯାଇଥିଲୁ ସେଦିନ। ମହୋଦଧିରେ ବୁଡ଼ ବି ପକେଇଲୁ। ଆଉ ଜାଣିଛୁ, ଲୋକମାନେ ତୋତେ ଏଇଥିପାଇଁ କୁହନ୍ତି ତୁ ଭାସି ଆସିଥିଲୁ ବୋଲି। ସେଦିନ ଗାଧୋଇ ପାଧୋଇ ଉଠିଲା ବେଳେ ଦୂରରୁ ଦେଖିଲି
କେହି ଜଣେ ବୁଡ଼ି ଯାଉଛି। ନିଜ ଜୀବନକୁ ବାଜି ଲଗାଇ ଉଦ୍ଧାର କରିଥିଲେ ତୋତେ ସେଇ ମହୋଦଧି ଭିତରୁ। ବାହାରକୁ ଆଣି ଦେଖେ ତ ପୁଅ ଛୁଆଟିଏ ବହୁତ ଦୂର କାନ୍ଦି ପକାଇଲା। ହାତ ଯୋଡ଼ି ଦେଇ କହିଲା, ଜାଣିଛ ମହାପୁରୁ ଆକୁ ଆମକୁ ଦେଇଛନ୍ତି, ଦାୟିତ୍ୱରେ ରଖିବା। କ'ଣ କହୁଛ? ଲୋକମାନେ ସେଠି ରୁଣ୍ଡ ହୋଇଥାନ୍ତି। ବହୁତ ପଚରା ଉଚରା କଲୁ, ତୋ ବାପା ବୋଉଙ୍କୁ ଆମେ ପାଇଲୁନି। ଶେଷରେ ତୋ ମା କହିଲା, ପଚାରୁଛ କ'ଣ ମ, ଚାଲ ଛୁଆଟାକୁ ଆମେ ନେଇଯିବା। ଆଉ ସେଇଠି ପୋଲିସ ବାବୁମାନେ ମଧ୍ୟ ଥାଆନ୍ତି। ସମସ୍ତଙ୍କ ପାଖରେ ଲେଖାପଢ଼ା କରି ତୋତେ ଆମେ ନେଇ ଆସିଥିଲୁ। ତାପରେ ମହାପ୍ରଭୁଙ୍କ ପାଖକୁ ଗଲୁ, ହାତ ଯୋଡ଼ି ଦେଇ ମୁଣ୍ଡିଆ ମାଇଲୁ। ଶାନ୍ତେ ମନ କଥା ବୁଝିଲ, ପୁଅଟିଏ ଦେଇଛ, ଆକୁ ମୁଁ ନିଜ ଜୀବନଠାରୁ ବି ଅଧିକ ଭଲ ପାଇବି। ଦେଖିବ ଶାନ୍ତେ, ଇଏ ଦିନେ ମୋ ନାଁ ରଖିବ। ସତ କଥା ହେଉଛି, ପ୍ରତିଦିନ ମୁଁ କୁହେ ମୋ ଦେହ ଖରାପ, ମୋ ପାଇଁ ମେଡ଼ିସିନ ଦରକାର। ଜାଣିଛୁ, ତୋତେ ଯେତେବେଳେ ଆଣିକି ଆସିଲି ନା, ତୋ ମାଆର ଖୁସିର ସୀମା ରହିଲାନି। ହଠାତ୍ ଦିନେ ତୁ ରୋଗରେ ପଡ଼ିଲୁ, ଆଉ ଡାକ୍ତରବାବୁ କହିଲେ ତୋର ଅପରେସନ୍ ବାବଦକୁ 2 ଲକ୍ଷ ଟଙ୍କା ଦରକାର। କହିଲୁ, ଗରିବ ବାପାଟିଏ ମୁଁ, ଦିନ ମଜୁରିଆ, ଏତେ ଟଙ୍କା ପାଇବି ବା କେଉଁଠୁ? ତାପରେ ଲୋକମାନଙ୍କର ଟାଇଟା ପରା, କାହାରିକୁ ବି ଖାତିର ନ କରି ଜାଣିଛୁ ମୋର ଗୋଟେ କିଡ଼ନୀ ମୁଁ ବିକିଦେଲି। ଯାହା ବି ପଇସା ହେଲା ତୋତେ ମୁଁ ଭଲ କଲି। ଆଉ ସେବେଠାରୁ ମୋ ଦେହ ବି ଅସୁସ୍ଥ ହୋଇଗଲା। ଡାକ୍ତରବାବୁ ବି କହିଥିଲେ ଠିକ୍ ସମୟରେ ଖାଇବ, ଠିକ୍ ସମୟରେ ମେଡ଼ିସିନ ଖାଇବ। କାମଧନ୍ଦା ଭିତରେ ସବୁକିଛି ଭୁଲିଗଲି ମୁଁ। ଭୋକ ଶୋଷ ରହିଲାନି ମୋର, ଦେହ ବି ଜୋର ଖରାପ ହୋଇଗଲା। ମା ବି ତୋର ଆଖି ବୁଝିଲା। ଜାଣିଛୁ, ମାଆକୁ ତୋର ରାଣ ନିୟମ ଦେଇ କହେ, ମୋ ପୁଅକୁ କେବେ ବି କହିବୁନି ଆମେ ତାର ବାପ ମା ନୁହଁ ବୋଲି। ତାକୁ ଆମେ ପାଇକି ଆଣିଥିଲୁ। କଥା ମୋର ସେ ରଖିଛି, ଆଖି ବୁଝିଛି ସତ, କେବେ ତୋତେ ଜାଣିବାକୁ ଦେଇନି। ଆଉ ଜାଣିଛୁ, ତୁ ଯେତେବେଳେ ଛୋଟ ହୋଇଥିଲୁ, ଜହ୍ନ ମାମୁଁକୁ ଆକାଶରେ ଦେଖି ହାତ ବଢ଼େଇ ଦେଇ କହୁ, ବାପା ମୋର ସେଇଟା ଦରକାର। ଆଉ ମୁଁ ତୋତେ ବାଘ ମାମୁଁ ଗପ କହି ତୋ ମନକୁ ଭୁଲେଇ ଦିଏ। ଏବେ କିନ୍ତୁ ତୁ ବହୁତ ବଡ଼ ହୋଇଯାଇଛୁ, ତୋ ମୁଣ୍ଡକୁ ହାତ ବି ପାଇଯାଇଛି। ପ୍ରତି କଥାରେ ରାଗୁଛୁ, ପ୍ରତି କଥାରେ ଚିଡ଼ି ଯାଉଛୁ। ଭଲ ଲାଗେନି ମୋତେ, ତଥାପି ମନକୁ ବୁଝେଇ ଦିଏ। ଯେହେତୁ ମହାପ୍ରଭୁଙ୍କ ପାଖରେ ନିୟମ କରିଥିଲେ। ବେଳେବେଳେ ଭାରି କଷ୍ଟ ଲାଗେ ଯେତେବେଳେ ତୁ ଖେଳି ବୁଲି ଆସି ପଚାରୁ, ବାପା ତମେ ମୋର ବାପା ନା? ଭାରି କଷ୍ଟ ଲାଗେ ରେ। ତୋତେ ନ କହି ଲୁଚି ଲୁଚି ବହୁତ କାନ୍ଦେ। ପିଲାଟି ଯେତେବେଳେ ହାତରେ ଏଇ ଚିଠିଟାକୁ ପଢ଼ିଛି, କୋହ ସମ୍ଭାଳି ପାରିଲେ ନିଜର। ସତରେ ବାପା ତାକୁ କେତେ ଭଲ ପାଆନ୍ତି। ଭୋ ଭୋ ହେଇ କାନ୍ଦୁଥାଏ। ସେତେବେଳକୁ ଚିଠିଟା ଆଖିର ଲୁହରେ ଭିଜି ସାରିଥିଲା। ଏଥର ଧାଇଁଲା ଘରକୁ, ବାପାଙ୍କ ପାଖକୁ ଯିବି, ବାପାଙ୍କ ପାଦ ଧରି ଭୁଲ ମାଗି ନେବି। ଆଉ କେବେ ବି କହିବିନି, ବାପା ତମେ ମୋ ବାପା ନା? ଏକ ମୁହେଁ ଘରକୁ ଗଲା। ଏପଟେ ବୁଢ଼ା ଲୋକଟା ଚାରିଆଡ଼ ଖୋଜିଛି, ପୁଅକୁ ନ ପାଇ ଯେମିତି ଅନ୍ଧ ହେଲା ପରି ଲାଗିଛି। ମନେ ମନେ ନିଜକୁ କେବେ କ୍ଷମା କରିନି ବୁଢ଼ା। ମହାପ୍ରଭୁଙ୍କୁ ହାତ ଯୋଡ଼ି ଦେଇ କହୁଥାଏ, ଶାନ୍ତେ କେଉଁଠି କିଛି ଭୁଲ କରିଛି କି? ଖାଇବା ପିଇବା ଭୁଲି ଯାଇଛି ବୁଢ଼ା। କାନ୍ଥକୁ ଆଉଛି, ସେମିତି ବଲ ବଲ କରି ଚାହିଁ ରହିଛି। ପାଖରେ ଧାଇଁକି ପହଞ୍ଚିଲା ପୁଅ, ପାଦ ତଳେ ପଡ଼ିଯାଇ କହିଲା, ବାପା ମୋତେ କ୍ଷମା କରିଦିଅ, ମୋର ଭୁଲ ହେଇଯାଇଛି। କଥା ଦେଉଛି ଆଉ କେବେ ବି କାହାରି କଥା ଶୁଣିବିନି। ଆଉ ତମକୁ ମୋ ବାପା ନୁହଁ ବୋଲି କେବେ ବି କହିବିନି। ମୋର ଗାଡ଼ି ଦରକାର ନାହିଁ, ମୋର ଟଙ୍କା ପଇସା ଦରକାର ନାହିଁ, ମୋର ମୋବାଇଲ ଦରକାର ନାହିଁ, ମୋର କିଛି ବି ଦରକାର ନାହିଁ। ବାସ୍ ତମେ ଖାଲି ମୋ ପାଖରେ ଥାଅ, ତମର ସେ ହାତଟା ମୋ ମୁଣ୍ଡ ଉପରେ ଥାଉ। କଥା ଦେଉଛି ବାପା, ପରିଶ୍ରମ କରିବି, ତୁମ ନାଁ ମୁଁ ରଖିବି। ଯେତେବେଳେ ଏତକ କହି ବାପାଙ୍କୁ ଜାବୁଡ଼ି ଧରେ, ବାପା ଆଉ ନାହାନ୍ତି। ବାପା କେବେଠାରୁ ଚାଲିଗଲେଣି। ବାହାରେ ସାହି ପଡ଼ିଶା ରୁଣ୍ଡ ହୋଇଥାନ୍ତି। ଏପଟେ ବାପାକୁ ଧରି ପୁଅ ଭୋ ଭୋ ହୋଇ କାନ୍ଦୁଥାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଯେଉଁମାନେ ଦିନେ କହୁଥିଲେ ସେ ତୋ ବାପା ନୁହେଁ, ତୁ ଭାସି ଆସିଥିଲୁ, ତୋତେ ସେ କେଉଁଠୁ ଗୋଟେଇ ଆଣିଥିଲେ, ଆଜି କିନ୍ତୁ ସେମାନଙ୍କ ପାଟି ପୁରା ଚୁପ୍। ସମସ୍ତେ ବଲ ବଲ ହୋଇ ଚାହିଁଥାନ୍ତି। ସେଦିନ ପୁଅଟା ଠିକ୍ ବୁଝିଥିଲା, ଲୋକମାନଙ୍କ କଥାରୁ କ'ଣ ମିଳିବ ଯେ, ଯିଏ ଆମକୁ ଏତେ ସ୍ନେହ ଆଦର ଦେଇ ବଡ଼ ମଣିଷ କରିଛି। ମୁଁ ତ ଭାସି ଆସିଥିଲି ନା, ମୋ ଜୀବନ ଚାଲି ଯାଇଥାନ୍ତା,
ଯେଉଁ ମଣିଷଟା ନିଜର କିଡ଼ନୀ ବିକି ମୋତେ ମଣିଷ କରିଛି, ମୋତେ ନୂଆ ଜୀବନଟିଏ ଦେଇଛି, ତାକୁ ମୁଁ ହତାଦର କରିଛି, ତାଙ୍କୁ ନେଇ ଅନେକ ପ୍ରଶ୍ନ କରିଛି। ଠାକୁରେ କ୍ଷମା କରିଦେବ ମୋତେ। ଶେଷରେ ଏତିକି କହିବି, ଭଗବାନଙ୍କୁ କେବେ କିଏ ଦେଖିଛି ମୁଁ ଜାଣିନି, କିନ୍ତୁ ବାପା ମା' ହେଉଛନ୍ତି ଚଳନ୍ତି ଭଗବାନ। ଜାଣିଛ, ଜୀବନରେ ଯେଡ଼େ ବଡ଼ ଅସୁବିଧା ଆସୁ, ଯଦି ବାପା ମା' ଥାଆନ୍ତି ନା, ପ୍ରଥମ ଅସୁବିଧାର ସମ୍ମୁଖୀନ ତାଙ୍କୁ ହିଁ ହେବାକୁ ପଡ଼େ, ତାପରେ ଯାଇ ଛୁଆ ପାଖକୁ ଆସେ। ଆଜିର ଯୁବପିଢ଼ିମାନଙ୍କ ପାଖରେ ବାପା ମା'ଙ୍କୁ ହତାଦର କରିବା ଅନେକ ଜାଗାରେ ଦେଖାଦେଇଛି। ସହିପାରିଲେନି। ଛୋଟ ଭିଡ଼ିଓଟିଏ ସେଇମାନଙ୍କ ପାଇଁ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଜଣାଇବେ ନିଶ୍ଚୟ। ଆଉ ଯଦି କଥା ଛଳରେ ସାମାନ୍ୟ ମଧ୍ୟ ତ୍ରୁଟି ଥାଏ ମୋର, କ୍ଷମା କରିବାକୁ ଅନୁରୋଧ। ଜୟ ଶ୍ରୀ ଜଗନ୍ନାଥ।